ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ କିଛି ଅଦ୍ଭୁତ ବିଷୟ ମୁଁ ଦେଖାଇବି। ଆଉ ଆକାଶରେ କେତେକ ଶେଷ କାଳର ଲକ୍ଷଣ ଯାହାକି କ୍ୟାମେରାରେ ରେକର୍ଡ଼ିଂ କରାଯାଇଛି। ଆଉ ଏମିତି କିଛି ଲକ୍ଷଣ ଆଜିର ଭିଡ଼ିଓରେ ଆମେ ଦେଖିବା। କିନ୍ତୁ ତା ପୂର୍ବରୁ ଅନୁରୋଧ, ଦୟାକରି ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଏହି ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର ମଧ୍ୟ କରନ୍ତୁ, ଯେପରି ଅନ୍ୟମାନେ ମଧ୍ୟ ଶେଷ କାଳର ଏହି ଲକ୍ଷଣ ବିଷୟରେ ଜାଣିବାକୁ ପାରିବେ। ଆଜିର ବିଷୟବସ୍ତୁ ମୁଁ ଏକ ବାକ୍ୟର ଆରମ୍ଭ କରିବାକୁ ଯାଉଅଛି। ମାଥିଉ ତାର 24 ପର୍ବର 29 ପଦ। ଏଠାରେ ଲେଖାଯାଏ, ମାତ୍ର ସେହି ସମୟରେ କ୍ଲେଶ ଉତ୍ତାରେ ଅକସ୍ମାତ୍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ। ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଖଳିତ ହେବେ ଓ ଆକାଶ ମଣ୍ଡଳର ଶକ୍ତି ସମୂହ ବିଚଳିତ ହେବ। ହଁ ପ୍ରିୟ ବନ୍ଧୁଗଣ, ଆକାଶର ଶକ୍ତି ସମୂହ ବିଚଳିତ ହେବ। ଏଠାରେ ଏକ ଚିହ୍ନ ଦେଖନ୍ତୁ, ଆକାଶ ମଣ୍ଡଳର ବ୍ଲାକ୍ ରିଙ୍ଗ ବା କଳା ରଙ୍ଗର ରିଙ୍ଗ ବୋଲି ଆପଣ କହିପାରିବେ। ଏହା କୌଣସି ଏକ ଦୁର୍ଘଟଣା ନୁହେଁ, ଏହା ଏକ ସତ୍ୟ ବିଷୟ ଯାହାକି ଆପଣ ବର୍ତ୍ତମାନ ସ୍କ୍ରିନରେ ଦେଖାଉଛନ୍ତି। ବ୍ଲାକ୍ ରିଙ୍ଗ ଆକାଶରେ ଏହିଭଳି ଏକ ଲକ୍ଷଣ ଦେଖାଯାଇଥିଲା। ତେବେ ଯେପରି ପବିତ୍ର ବାକ୍ୟ ବାଇବେଲ ଲେଖା ଅଛି, ଶେଷ କାଳରେ ଅନେକ ଅଦ୍ଭୁତ ବିଷୟ ଘଟିବ। ତା ମଧ୍ୟରୁ ଇଏ ହେଉଛି ଗୋଟେ ବ୍ଲାକ୍ ରିଙ୍ଗ। ଆପଣ ଭଲ ଭାବରେ ଦେଖନ୍ତୁ ଆଉ କମେଣ୍ଟ କରନ୍ତୁ। ଏହାକୁ ଦେଖିକି ଆପଣଙ୍କର ମନରେ କ'ଣ ଭାବନା ଜାଗ୍ରତ ହେଉଅଛି, ଆପଣ ଏହି ବିଷୟ ନେଇକି କ'ଣ ଚିନ୍ତା କରୁଅଛନ୍ତି। ଏବଂ ଦ୍ୱିତୀୟରେ ଫ୍ଲୋଟିଂ ସିଟି। ଆଉ ଆପଣ ଦେଖିବାକୁ ପାଇବେ ଆକାଶରେ ଦେଖନ୍ତୁ, ଯେପରି ଭୂମି ଉପରେ ସହର, ସେପରି ଆକାଶରେ ଦେଖାଯାଇଛି ଏକ ସହରର ଚିତ୍ର, ଯାହାକି ଅତ୍ୟନ୍ତ ଅଦ୍ଭୁତ ଅଟେ। ଏହା ମଧ୍ୟ ଶେଷ କାଳର ଏକ ଚିହ୍ନ ଅଟେ। ଦେଖନ୍ତୁ, ଯେପରି ଭୂମି ଉପରେ ଯେପରି ଘର, ପୃଥିବୀ ଉପରେ ଯେପରି ବାସସ୍ଥାନ, ସେପରି ଆକାଶରେ ମଧ୍ୟ ଦେଖିବାକୁ ମିଳିଥିଲା ୟୁଏସ୍ରେ। ତେବେ ପ୍ରିୟ ବନ୍ଧୁଗଣ, ଏହାକୁ ମଧ୍ୟ ଦେଖିକି ଆପଣ କ'ଣ ଚିନ୍ତା କରୁଅଛନ୍ତି, କମେଣ୍ଟ ମାଧ୍ୟମରେ ମୋତେ ନିଶ୍ଚିନ୍ତ ରୂପେ ଜଣାନ୍ତୁ। ଆଉ ଶେଷ କାଳର ଲକ୍ଷଣ ଗୁଡ଼ିକ ମଧ୍ୟରୁ ଇଏ ହେଉଛି ଗୋଟିଏ ପ୍ରକାର ଲକ୍ଷଣ ଯାହାକି ବର୍ତ୍ତମାନ ଆପଣ ସ୍କ୍ରିନରେ ଦେଖାଉଛନ୍ତି। ଆକାଶରେ ଦେଖାଗଲା ସହରର ଚିତ୍ର ଏବଂ ପରବର୍ତ୍ତୀ ରିଙ୍ଗ କ୍ଲାଉଡ। ରିଙ୍ଗ କ୍ଲାଉଡ ମାନେ ହେଉଛି ମୁଦି ଭଳି ଦେଖାଯାଉଥିବା ଏକ ମେଘ, ମୁଦ୍ରିକା ସଦୃଶ୍ୟ ଏକ ମେଘ, ଯାହାକୁ ରିଙ୍ଗ କ୍ଲାଉଡ ଭାବରେ ଦେଖାଯାଇଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଇ ଯେଉଁ ଘଟଣା ବର୍ତ୍ତମାନ ଆପଣ ଦେଖିଲେ, ଏହା ଇସ୍ରାଏଲ ଦେଶରେ ଦେଖାଯାଇଥିଲା। ଆଉ ଏହି ସମସ୍ତ ବିଷୟକୁ ଆପଣ କହିପାରିବେ, ଏହି ବିଷୟକୁ ମଧ୍ୟ ଆପଣ କହିପାରିବେ, ଇଏ ମଧ୍ୟ ଶେଷ କାଳର ଏକ ଲକ୍ଷଣ ଅଟେ। ରିଙ୍ଗ କ୍ଲାଉଡ ବର୍ତ୍ତମାନ ଆପଣ ଯାହା ଦେଖାଉଛନ୍ତି, ଆକାଶରେ ରିଙ୍ଗ ଭଳି ଦେଖାଯାଉଥିବା ଏକ ଚିହ୍ନ, ଷ୍ଟ୍ରେଞ୍ଜ ଲୁକିଂ ଲାଇଟିଂ, ଅଦ୍ଭୁତ ଆଲୋକ। ଦେଖନ୍ତୁ, ଏହାକୁ ମଧ୍ୟ କ୍ୟାମେରାରେ ରେକର୍ଡ଼ିଂ କରାଯାଇଥିଲା। ଅଦ୍ଭୁତ ଆଲୋକ, ଇଏ କୌଣସି ସାଧାରଣ ଆଲୋକ ନୁହେଁ। ଏହି ଆଲୋକ ହେଉଛି ଅସାଧାରଣ ଏବଂ ଅଦ୍ଭୁତ ଅଟେ। ଏହାକୁ ମଧ୍ୟ କ୍ୟାମେରାରେ ରେକର୍ଡ଼ିଂ କରାଯାଇଥିଲା। ଏହାକୁ ମଧ୍ୟ ଆପଣ କହିପାରିବେ ଯେ ଇଏ ହେଉଛି ଶେଷ କାଳର ଏକ ଲକ୍ଷଣ। ତେବେ ବାକ୍ୟରେ ଯେପରି ଲେଖା ଅଛି, ଶେଷ କାଳରେ ଅନେକ ଲକ୍ଷଣ ଦେଖାଯିବ। ଯେପରି ବାକ୍ୟରେ ଆମେ ପଢ଼ିଲୁ, ସୂର୍ଯ୍ୟ ଅନ୍ଧକାରମୟ ହେବା, ଚନ୍ଦ୍ର ରକ୍ତମୟ ହେବା, ଏ ସମସ୍ତ ବିଷୟ ହେଉଛି ଗୋଟିଏ ଗୋଟିଏ ଶେଷ କାଳର ଲକ୍ଷଣ। ଏବଂ ପରବର୍ତ୍ତୀ ହେଉଛି ଷ୍ଟ୍ରେଞ୍ଜ ନଏଜେସ୍ ଇନ୍ ଦ ସ୍କାଏ। ଆକାଶରେ ଅଦ୍ଭୁତ ସ୍ୱର। ଦେଖନ୍ତୁ,
ତେବେ ଏ ସମସ୍ତ ବିଷୟରେ ଆପଣ କ'ଣ ଅନୁଭବ କରୁଛନ୍ତି ମୋତେ ନିଶ୍ଚିନ୍ତ ରୂପେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଶେଷ କାଳର କିଛି ଲକ୍ଷଣ। ତେବେ ପରବର୍ତ୍ତୀ ବ୍ଲଡ୍ ସ୍କାଏ, ଆକାଶ ରକ୍ତବର୍ଣ୍ଣ ହୋଇଯିବା। ହଁ ପ୍ରିୟ ବନ୍ଧୁଗଣ, ଦେଖନ୍ତୁ ଆକାଶ କିପରି ରକ୍ତବର୍ଣ୍ଣ ହୋଇଯାଇଛି। ଇଏ ମଧ୍ୟ ଶେଷ କାଳର ଏକ ଲକ୍ଷଣ ଅଟେ। ଶେଷ ସମୟରେ ଏହିସବୁ ବିଷୟ ଘଟିବ, ଆଉ ଏଥିରେ କୌଣସି ସନ୍ଦେହ ନାହିଁ। ଯେପରି ଜଣାପଡ଼ୁଛି ଆକାଶରେ କେହି ଜଣେ ଯେମିତି ରକ୍ତ ବିଛାଇ ଦେଇଛି, ବାଦଲ ଗୁଡ଼ିକ ଯେମିତି ରକ୍ତରେ ଭିଜି ଯାଇଛି ସେଭଳି ଜଣାପଡ଼ୁଛି। ଆକାଶରେ ଦେଖାଯାଉଥିବା ସର୍ଚ୍ଚ ଲାଇଟ୍, ଇଏ ଗୋଟେ ପ୍ରକାର ଲାଇଟ୍। ଦେଖନ୍ତୁ ଇଏ କିଭଳି ଅଦ୍ଭୁତ ଦୃଶ୍ୟ ଅଟେ। ଏହା କୌଣସି ମନୁଷ୍ୟ ତିଆରି ବିଷୟ ନୁହେଁ, ଏହା ପ୍ରକୃତି ଦ୍ୱାରା ଘଟିଥିବା ଆକାଶରେ ଘଟିଥିବା ଏକ ଲକ୍ଷଣ ଅଟେ। ତେବେ ଯେପରି ଧ୍ୱନି ଯେପରି ବିଚ୍ଛୁରିତ ହୋଇଥାଏ ସବୁଆଡ଼େ, ତେବେ ଦେଖନ୍ତୁ ଇଏ ମଧ୍ୟ ଏକ ପ୍ରକାର ସେଭଳି ଏକ ପ୍ରକାର ଇଏ ହେଉଛି ଘଟଣା ଅଟେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଉ ଏହାକୁ ଅଟକାଇବା ପାଇଁ ମିସାଇଲର ବ୍ୟବହାର ମଧ୍ୟ କରାଯାଇଥିଲା। ଯାହାକି ସମଗ୍ର ଜଗତକୁ ଚକିତ କରିଦେଇଥିଲା। ପରବର୍ତ୍ତୀ ହେଉଛି ଷ୍ଟ୍ରେଞ୍ଜ କ୍ଲାଉଡ୍, ଅଦ୍ଭୁତ ବାଦଲ। ଦେଖନ୍ତୁ ଇଏ ଗୋଟେ ପ୍ରକାର ବାଦଲ, ଏହାର ଆକାର ଅଦ୍ଭୁତ ଅଟେ। ଏହାକୁ ମଧ୍ୟ ଆପଣ ଶେଷ କାଳର ଏକ ଲକ୍ଷଣ ବୋଲି ମଧ୍ୟ କହିପାରିବେ। ଏଥିରେ କୌଣସି ସନ୍ଦେହ ନାହିଁ। ଅଦ୍ଭୁତ ଲକ୍ଷଣ ଦେଖନ୍ତୁ। ପରବର୍ତ୍ତୀ ଗ୍ଲୋ, ଇଏ ହେଉଛି ଗୋଟେ ପ୍ରକାର ଲାଇଟ୍ ଯାହାକି ଆକାଶରେ ଦେଖାଯାଇଥିଲା। ଦେଖନ୍ତୁ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ ସମସ୍ତ ବିଷୟ ଦେଖିବା ପରେ ଗୋଟିଏ ବିଷୟ ନିଶ୍ଚିନ୍ତ ଭାବରେ ଆମକୁ ଜଣାପଡ଼େ ଯେ ଏହି ବିଷୟ ଗୁଡ଼ିକ ଆମମାନଙ୍କର ବିଶ୍ୱାସକୁ ବଢ଼ାଇଥାଏ। କାହିଁକି ବିଶ୍ୱାସକୁ ବଢ଼ାଇଥାଏ? ବାକ୍ୟ ସଫଳ ହୋଇଥାଏ ସେଥିପାଇଁ। ଫେବଲ୍ସ, ଫାୟାର ବଲ୍ସ, ମାନେ ଆକାଶରେ ଲାଗିଛି ନିଆଁ। ଦେଖନ୍ତୁ ଆକାଶରେ ନିଆଁ ଜଳୁଛି, ତାହାକୁ ମଧ୍ୟ ରେକର୍ଡ଼ିଂ କରାହୋଇଥିଲା ଏକ କ୍ୟାମେରାରେ। ଏହା କ'ଣ ଅଦ୍ଭୁତ ନୁହେଁ କି ବନ୍ଧୁଗଣ? ଏହା ଅଦ୍ଭୁତ ଅଟେ। ଆପଣ କିପରି ଲାଗୁଛି କମେଣ୍ଟ କରନ୍ତୁ। ପରବର୍ତ୍ତୀ କାର୍ଗିସ୍ତାନ, ଇଏ ମଧ୍ୟ ଏକ ପ୍ରକାର ଲାଇଟ୍। ଦେଖନ୍ତୁ ଆକାଶରେ ଦେଖାଦେଇଥିଲା ଏହି ପ୍ରକାର ଆଉ ଏକ ଲକ୍ଷଣ। ଦେଖନ୍ତୁ ଏସବୁ ଆକାଶରେ ଦେଖାଯାଇଥିଲା। ତେବେ ଏ ସମସ୍ତ ବିଷୟକୁ ନେଇକି ଆପଣ କ'ଣ ଅନୁଭବ କରୁଛନ୍ତି କମେଣ୍ଟ ମାଧ୍ୟମରେ ଜାଣିବା ନିମନ୍ତେ ଅନୁରୋଧ। ଏହାକୁ ମଧ୍ୟ ଆପଣ କହିପାରିବେ ଯେ ଇଏ ମଧ୍ୟ ଶେଷ କାଳର ଏକ ଲକ୍ଷଣ ଅଟେ। ତେବେ ପ୍ରିୟ ବନ୍ଧୁଗଣ, ଶେଷ କାଳରେ ଅନେକ ଲକ୍ଷଣ ଘଟିବ ଯାହାକି ଆପଣ ଭାବିନଥିବେ। ଏହିଭଳି ବିଷୟ ଗୁଡ଼ିକ ଶେଷ କାଳରେ ଘଟିବ ଯାହାକି ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିବ, ଚକିତ କରିବ। ଏ ସମସ୍ତ ବିଷୟ ଆପଣଙ୍କୁ
ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ କରିବ, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ପବିତ୍ର ବାକ୍ୟ ବାଇବଲରେ ଏପରି ଅନେକ ବିଷୟ ରହିଅଛି ଯାହାକି ପ୍ରମାଣ କରେ ଯେ ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ, ବାଇବେଲ ଏକ ଜୀବନ୍ତ ପୁସ୍ତକ ଅଟେ। ଆଉ ଅନେକ ଲକ୍ଷଣ ଆକାଶରେ ଦେଖାଗଲାଣି ଏବଂ ମୋର ବିଶ୍ୱାସ ଆଗାମୀ ଦିନମାନଙ୍କରେ ଆହୁରି ଅନେକ ଲକ୍ଷଣ ଦେଖାଯିବ। କାରଣ ବାକ୍ୟ ଲେଖା ଅଛି, ଏ ସମସ୍ତ ବିଷୟ ପ୍ରସବ ବେଦନାର ଆରମ୍ଭ ମାତ୍ର। ଏହା ଅବଶ୍ୟ ଯୁଗାନ୍ତ ନୁହେଁ, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ ଏ ସମସ୍ତ ବିଷୟ ଅବଶ୍ୟ ଘଟିବ। କିଛି ଘଟୁଅଛି, ଆଉ କିଛି ଘଟିବା ନିମନ୍ତେ ମଧ୍ୟ ବାକି ଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ଏହି ଭିଡ଼ିଓ କିପରି ଲାଗିଲା ମୋତେ କମେଣ୍ଟ କରିବେ ଏବଂ ଏହି ଭିଡ଼ିଓର ଥିବା ଚିହ୍ନ ଗୁଡ଼ିକ ମଧ୍ୟରୁ କେଉଁ ଚିହ୍ନ ଆପଣଙ୍କୁ ଭଲ ଲାଗିଲା କମେଣ୍ଟ କରିବେ। ଧନ୍ୟବାଦ।